ସୁଦଶା ବ୍ରତ। ଆମେ ସୁଦଶା ବ୍ରତ କହିଲେ ମନରେ ଅନେକ ପ୍ରଶ୍ନ ଆସେ। ଏ ବ୍ରତ କ'ଣ? ଏ ବ୍ରତ କେମିତି କରାଯାଏ? କଲେ କ'ଣ ହୁଏ? ଏ ବ୍ରତର ମହାତ୍ମା କ'ଣ ଅଛି ବା ତାତ୍ପର୍ଯ୍ୟ କ'ଣ? ଦେଖନ୍ତୁ, ଆମେ ମାନେ କଥାରେ ଏମିତି କହନ୍ତି, ଏଇ ସୁଦଶା ତାକୁ ପଡ଼ିଛି, ଏଇ ତାକୁ ଦୁର୍ଦଶା ପଡ଼ିଛି, ଦୁର୍ଦଶା। ଏମିତି ମାନେ ଆମେ କଥା ପ୍ରସଙ୍ଗରେ ପ୍ରତ୍ୟେକ ଦିନରେ ଆମ ଅନୁଭୂତିରେ ଆମେ ସମସ୍ତେ ଯେଉଁ ସମୟକୁ ନେଇ ଆମେ କୁହାକୁହି ହୋଇଥାଉ। ଠିକ୍ ସେହିପରି ସୁଦଶା ବ୍ରତ ବା ଯେଉଁ ବ୍ରତ ଆମେ କଲେ ବା ଯେଉଁ ବ୍ରତ ଧାରଣ କଲେ ଆମ ସୁଦଶା ମାନେ ସୁଦଶା ବା ସୁସମୟ ଆସିଥାଏ, ଏଇ ହେଉଛି ସେହି ବ୍ରତ। ତେଣୁ ଏ ବ୍ରତ ଆମେ କେମିତି ପାଳନ କରିବା? ଏମିତି ମନରେ ପ୍ରଶ୍ନ ଆସେ। ଦେଖନ୍ତୁ, ଯେଉଁ ବୋଉମାନେ ବାହାରେ ଅଛନ୍ତି, ବିଦେଶରେ ଅଛନ୍ତି, ଶାଶୁମାନଙ୍କ ଠାରୁ ଦୂରରେ ଅଛନ୍ତି, ସେମାନେ ମାନେ ଇଚ୍ଛା ଥିଲେ ମଧ୍ୟ ମାନେ ସେ ବ୍ରତ କେମିତି ମାନେ ପାଳନ କରନ୍ତି ଶାଶୁମାନଙ୍କ ସହିତ କି ଯାଆମାନଙ୍କ ସହିତ ପରିବାର ସହିତ ମିଶିକିନା କେମିତି ପାଳନ କରନ୍ତି, ମାନେ ସମୟ ତାଙ୍କର ସେତିକି ସୁଯୋଗ ଆସିନଥାଏ। ତେଣୁ ସେ ଯେଉଁମାନେ ବାହାରେ ଅଛନ୍ତି ମନରେ ଦୁଃଖ ତ ନିଶ୍ଚିନ୍ତ ଆସେ, କିନ୍ତୁ ଇଚ୍ଛା ଯେହେତୁ ଥାଏ ଆମେ କେମିତି ପାଳନ କରିବା, ଆଉ କେମିତି ମୁଁ ତ ଜାଣିନି କେମିତି କ'ଣ କରିବି। ବହିରେ ତ ଲେଖା ହେଇଛି। ଦେଖନ୍ତୁ, ବହିରେ ଲେଖା ଆଉ ବାସ୍ତବରେ ବହୁତ ଆକାଶ ପାତାଳ ପ୍ରଭେଦ ଥାଏ। ମାନେ ଆମେ ହଡ଼ବଡ଼ ହେଇଯାଉଥାଉ କେମିତି କରିବା। ଦେଖନ୍ତୁ, କିଛି ବ୍ୟସ୍ତ ହେବାର କିଛି ନାହିଁ, ବହୁତ ସରଳ ଜିନିଷ। ଦେଖନ୍ତୁ, ଆମେ ସର୍ବପ୍ରଥମେ ଆମର ଗଣପତି ବିଘ୍ନନାଶକ ସର୍ବ ପୂଜା ପ୍ରାରମ୍ଭରେ ଆମେ ଯେମିତି ଗଣପତି ଆମେ ସ୍ଥାପନ କରୁ, ସେମିତି ଆମେ ଗଣପତି ସ୍ଥାପନ କରିବା। ଏହା ସହିତ ଆମେ ଯେଉଁ ଖଟୁଲି ବା ମଣ୍ଡପ ବା ପିଢ଼ା ଆମେ ରଖିଥିବା, ତା ଉପରେ ଘଟ ନିଶ୍ଚିନ୍ତ ସ୍ଥାପନ କରିବା। ଘଟ ମାନେ କୁମ୍ଭ, ମାନେ କଳସୀରେ ପାଣି ନେବା, ସେଥିରେ ଗଙ୍ଗା ଜଳ ପକାଇବା, କଞ୍ଚା କ୍ଷୀର ଟିକେ ପକାଇବା। ଏହା ସହିତ 10ଟି ଆମ୍ବପତ୍ର ଥିବା, ମାନେ ଅକ୍ଷୁର୍ଣ୍ଣ ଆମ୍ବପତ୍ର, ମାନେ ଖଣ୍ଡିଆ ହେଇନଥିବ, ଚେଷ୍ଟା କରିବା। ଯଦି 10ଟା ବଦଳରେ 7ଟା ହେଲେ ଚଳିବ, 8ଟା ହେଲେ ଚଳିବ, ଚେଷ୍ଟା କରିବା। ଆମେ ଆମ୍ବପତ୍ର ଦେବା, 10ଟି ଦୁବ ଦେବା ନିଶ୍ଚିନ୍ତ, 10ଟି ବରକୋଳି ପତ୍ର ଦେବା, ଆମର ଗୁଆ ନିଶ୍ଚିନ୍ତ ପକାଇବା, କଉଡ଼ି ପଇସା ସେଥିରେ ଆମେ ପକାଇ ପାରିବା। ସେଥିରେ ଆମେ 10 ମେଞ୍ଚା ହଳଦୀ ମଥା ଘଷା ଯେଉଁ ଆମେ ବାଟିଥିବା ବା ପେଷ୍ଟ ବା ପାଉଡ଼ର ଯେଉଁ ଆମେ ପେଷ୍ଟ କରିଥିବା, 10 ମେଞ୍ଚା କରି ଆମେ ସେ କୁମ୍ଭରେ ବା ଘଟରେ ଲଗାଇବା। ଏହା ସହିତ ସିନ୍ଦୁର କଜଳ ନିଶ୍ଚିନ୍ତ ସେ ଘଟରେ ଆମେ ଦେବା। ଏହା ସହିତ ନାରିକେଳ ଯଦି ଥିବ, ନଡ଼ିଆ ଟିକେ ଥିବ, ଆମେ ଦେଇପାରିବା। ଦେଖନ୍ତୁ, ଯାହା ଘରେ ଯେମିତି ବିଧି ହୁଏ ତ ଯିଏ ଦେଖିଥିବେ କରୁଥିବେ ତ ଭଲ କଥା। ଯଦି ମାନେ କରିବାକୁ ଚାହିଁବେ, ମୁଁ ମୋର ଅନୁଭୂତି ଯାହା ମୁଁ ଆପଣମାନଙ୍କ ସହିତ ସେୟାର କରିଛି। ଦେଖନ୍ତୁ, ଏହା ସହିତ ଆମେ ଯେଉଁ ବ୍ରତ ଭାଙ୍ଗିବା, 10ଟି ଗଣ୍ଠି ନିଶ୍ଚିନ୍ତ ଆମେ ଦେବା ପଢ଼ିକିନା। 10ଟି ମାଆଙ୍କର ଗଣ୍ଠିର ନାମ ଧରି ଆମେ 10ଟି ଗଣ୍ଠି ପକାଇବା। ତାହା ସହିତ ସେଇ ବ୍ରତକୁ 10ଟି ଗଣ୍ଠି ଦେବା ସହିତ ସେଥିରେ 10ଟି ଦୁବ, 10ଟି ବରକୋଳି ପତ୍ର ଏବଂ ଧଳା ଫୁଲକୁ ଆମେ ଗୁରେଇ ସେ ଘଟ ପାଖରେ ଆମେ ରଖିବା। 10 ପ୍ରକାର ପୁର ଦେଇ 10ଟି ମଣ୍ଡା କରି ଆମେ ଗଣପତି ସହିତ ଆମେ ମା' ସୁଦଶା ଲକ୍ଷ୍ମୀ ମାତାଙ୍କର ଆମେ ବ୍ରତ ପାଣି ଛଡ଼େଇବା। ଏହାପରେ ପରିବାରର ଗୁରୁଜନଙ୍କ ମାନଙ୍କର ଆଶୀର୍ବାଦ ନେବା, ସମସ୍ତଙ୍କୁ ନମସ୍କାର କରିବା। ଦେଖନ୍ତୁ, ମାନେ ଗୁରୁଜନଙ୍କର ଆଶୀର୍ବାଦ, ତାହାର ତ ମୂଲ୍ୟ ହିଁ ମାନେ ଭାଷାରେ ପ୍ରକାଶ କରିହେବନି। ଅସାଧ୍ୟ ସାଧ୍ୟ ହେଇପାରେ। ସମସ୍ତଙ୍କ ଆଶୀର୍ବାଦ ଯାହା ଉପରେ ଥାଏ ତା ଜୀବନରେ ବହୁତ ମାନେ ଆଗେଇଥାଏ, ବହୁତ ମାନେ ସଫଳତା ଲାଭ କରିଥାଏ। ତେଣୁ ସମସ୍ତ ଗୁରୁଜନମାନଙ୍କର ଆମେ ଆଶୀର୍ବାଦ ନେବା ଏବଂ ଆମର ଯେଉଁମାନେ ବଡ଼ ବାପା ହୁଅନ୍ତୁ କି ସ୍ୱାମୀ ହୁଅନ୍ତୁ, ଯିଏ ଆମର ବଡ଼ ଥିବ, ସେମାନଙ୍କୁ ସର୍ବପ୍ରଥମେ ଆମେ ଯେଉଁ ଭୋଗ ହେଇଥିବା ତାଙ୍କୁ ଦେବା। ସେମାନେ ଖାଇବେ ଆଉ ଆମେ ମଧ୍ୟ ଖାଇବା। ଖାଇ ସମସ୍ତ ସପରିବାର ସେଦିନ ହସ ଖୁସି ଆନନ୍ଦ, ଘରେ କଳି ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ଚେଷ୍ଟା କରିବା କଳି ନ କରିବା ପାଇଁ। ଖୁସିରେ ସେ ବ୍ରତକୁ ଦିନକୁ ଆମେ ପାଳନ କରିବା। ଦେଖନ୍ତୁ, ସୁଦଶା ବ୍ରତ କଲେ ନିଶ୍ଚିନ୍ତ ଆମେ ସଫଳ ପାଇଥାଉ।